ଦେଖ ପିଲାମାନେ ଆଜିର ଏଇ ଭିଡିଓରେ ଆମେ ତମର 2023 ମସିହାର ପ୍ରଶ୍ନ ଆଲୋଚନା କରିଛନ୍ତି ଯୋଉ ତ 46 ନମ୍ବର ଠାରୁ ଦେଖିବା ହେଲା। ପୂର୍ବରୁ ଯୋଉ ଭିଡିଓ ଗୁଡିକ ଆସିଛି ଯଦି ତମେ ଦେଖିନ ନିଶ୍ଚିତ ଭାବରେ ଦେଖିନିଅ, ଯାହା ଦ୍ୱାରା କି ତମେ ପ୍ରତ୍ୟେକଟି କୋଶ୍ଚିନ୍ ବୁଝିପାରିବ ଏବଂ ଏଇଭଳି କୋଶ୍ଚିନ୍ ବି ଆସିବାର ତମର ସମ୍ଭାବନା ରହୁଛି, ତେଣୁ ସବୁ କୋଶ୍ଚିନ୍ ତମେ ପ୍ରାକ୍ଟିସ କରିନିଅ। 46 ନମ୍ବର ଦେଖ, ଏକ ସରଳ କୋଣର ଉଚ୍ଚତାର ଠିକ ମଧ୍ୟ ବିନ୍ଦୁରେ ଭୂମିକୁ ସମାନ୍ତର କରି କୋଣଟିକୁ ଦୁଇ ଖଣ୍ଡ କଲେ ଉପରେ ଖଣ୍ଡଟି ଏକ କୋଣରେ ପରିଣତ ହବ। ଏଇ ଛୋଟ କୋଣର ଆୟତନ ମୂଳ କୋଣ ଆୟତନ କେତେ ଅଂଶ ରହିବ, ଏଇଟା ତମକୁ ପଚାରିଛି। କେମିତି କରିବ ଏଟା? ତ ଦେଖ, ଗୋଟେ ସରଳ କୋଣ ଅଛି। ତ ଦେଖ, ଏଇ ଯୋଉ କୋଣଟା ତମର ଥିଲା, ଏହାର ମଝିରେ ଠିକ କଣ କରାହେଲା, ମଝିକୁ ଯୋଉ କଟାଗଲା, ତାହେଲେ ଉପର ଖଣ୍ଡଟା ଗୋଟେ କୋଣରେ ପରିଣତ ହେଲା, ନୁହେଁ କି? ଏଇ ଯୋଉ ଉପର ଖଣ୍ଡଟା ହେଲା, ତ ଏଇଟା ଗୋଟେ କୋଣ ତମର ହେଇଗଲା। ବୁଝିପାରୁଛ ନା? ତ ଏଇ ଯୋଉ କୋଣଟା ତମର ସୃଷ୍ଟି ହେଇଛି, ଏଇ ଛୋଟ କୋଣର ଆୟତନ ମୂଳ କୋଣର ଆୟତନର କେତେ ଅଂଶ ହବ? ତ କୋଣର ଆୟତନ ସୂତ୍ର ସମସ୍ତେ ଜାଣିଛ, କଣ ସୂତ୍ର ନା 1/3 πr²h। ବୁଝିପାରୁଛ? ବର୍ତ୍ତମାନ ତମ ଯେହେତୁ ଏଟା ମଧ୍ୟବିନ୍ଦୁରେ, ଉଚ୍ଚତାର ଠିକ ମଧ୍ୟବିନ୍ଦୁରେ ଭୂମିକୁ ସମାନ୍ତର କରିକି କଟା ହଉଛି, ନୁହେଁ କି? ତ ଉଚ୍ଚତାର ଠିକ ମଧ୍ୟବିନ୍ଦୁ ଯଦି କଟା ହଉଛି, ତାହେଲେ ଏଇ ଯୋଉ କୋଣର ଆୟତନଟା ତମର ସରି ଉଚ୍ଚତାଟା କେତେ h/2 ରହିବ ନା, କାରଣ ଏଇଠି କଟାଗଲା, ନୁହେଁ କି? ପୁରା ଉଚ୍ଚତାଟା ହଉଛି କଣ h ଆମେ ନେଇଛନ୍ତି ଏବଂ ଭୂମିର ବ୍ୟାସାର୍ଧଟା r ନେଇଛନ୍ତି। ତ ଏଇ ଯୋଉ ଛୋଟ କୋଣଟା ତମର ବାହାରିବ, ଏହାର ଯୋଉ ଉଚ୍ଚତାଟା ତମର କେତେ ରହିବ ନା, ଉଚ୍ଚତାଟା କେତେ ରହିବ h/2 ରହିବ। ବୁଝିହେଲା? ଏବଂ ମୂଳ ଯୋଉ କୋଣ ବ୍ୟାସାର୍ଧଟା r ଥିଲା, ତାହେଲେ ଯୋଉ ଛୋଟ କୋଣଟା ସୃଷ୍ଟି ହଉଛି ତାର ବ୍ୟାସାର୍ଧ r/2 ହେଇଯିବ। ବୁଝିପାରୁଛ ନା? ତମର ଉଚ୍ଚତା ଯୋଉ ଅନୁସାରେ ଚେଞ୍ଜ ହେଲା, ତମର ବ୍ୟାସାର୍ଧଟା ବି ସେ ଅନୁସାରେ ଚେଞ୍ଜ ହବ, ଏଇଟା ମନେ ରଖ। ତ ଏଇ ଯୋଉ ଛୋଟ କୋଣଟା ସୃଷ୍ଟି ହେଇଛି, ତାହାର ଆୟତନ ତମର କେତେ ହେଇଯିବ ନା 1/3 ବ୍ୟାସାର୍ଧର ସ୍କୋୟାର। ସୂତ୍ର ହଉଛି କଣ 1/3 ବ୍ୟାସାର୍ଧର ସ୍କୋୟାର ଇଣ୍ଟୁ ଉଚ୍ଚତା। ତ ଏହି ଯୋଉ କୋଣର ବ୍ୟାସାର୍ଧଟା କେତେ ଅଛି r/2, ତ ମୁଁ ଲେଖିଦେବି r/2 ର ସ୍କୋୟାର। ଉଚ୍ଚତା ହଉଛି ତମର h/2। ବୁଝିହେଲା? ତ 1/3 r/2 ର ସ୍କୋୟାର କେତେ ହବ? r/2 ର ସ୍କୋୟାର ହଉଛି ଉପରେ କେତେ ହବ ନା r², ତଳେ ହଉଛି ତମର 2 ର ସ୍କୋୟାର ମାନେ 4 ଗୁଣନ h/2। କ୍ଲିୟର? ତ ଏଇଟା ତମର କେତେ ହଉଛି 1/3 r²h। ତଳେ ଗୋଟେ 4 ଗୁଣା ହେଇଛି, ଗୋଟେ 2 ଗୁଣା ହେଇଛି, ମାନେ କହିବାକୁ ଗଲେ 1/8 ମଲ୍ଟିପ୍ଲାଏ ହେଇଛି। ବୁଝିପାରୁଛ ନା? ତମ ହରରେ ଏଠି 4 ଅଛି, ଏଠି 2 ଅଛି, ମାନେ ମୁଁ କଣ କହିପାରିବି ଯେ 1/8 ମଲ୍ଟିପ୍ଲାଏ ହେଇଛି। ତ ମୂଳ କୋଣ ଆୟତନ ତମର ଏତିକି ଥିଲା ହେଲା। ଯଦି ଏଟାକୁ x ନଉଛ, ଏଇଟା ତମର କେତେ, ମାନେ କାଟିଲା ପରେ ଏଇ ଯୋଉ ଛୋଟ କୋଣଟା ସୃଷ୍ଟି ଅଛି, ଏଇଟା x/8 ହବ ନା। ବୁଝିପାରୁଛ? କାରଣ ଏତିକି ହଉଛି ତମର କେତେ x, ତାହେଲେ 1/8 ଗୋଟେ ମଲ୍ଟିପ୍ଲାଏ ହେଇଛି। ବୁଝିପାରୁଛ ନା? ତାହେଲେ ତମକୁ ଯୋଉ ପଚାରିଛି ଛୋଟ କୋଣ ଆୟତନ ମୂଳ କୋଣ ଆୟତନ କେତେ ଅଂଶ ହବ ନା 1/8 ଅଂଶ ହବ। ବୁଝିପାରିଲ? ତ ଏଇ ଯୋଉ ଫର୍ମୁଲାଟି ଯଦି ତମେ ମନେ ରଖିଛ, କୋଶ୍ଚିନ୍ କରିଦେଇ ପାରିବ। ଏତିକି ମନେ ରଖ, ଯଦି ତମେ ଉଚ୍ଚତାର ଯେତିକି ଅଂଶରେ ତାକୁ କାଟୁଛ, ସେଇ ଯୋଉ ଛୋଟ କୋଣଟା ସୃଷ୍ଟି ହୁଏ, ତାର ଉଚ୍ଚତା ତମର ଯୋଉ ପରିମାଣରେ ଚେଞ୍ଜ ହଉଛି, ତମର ବ୍ୟାସାର୍ଧଟା ବି ସେହି ପରିମାଣରେ ଚେଞ୍ଜ ହବ। କ୍ଲିୟର? ତାହେଲେ 46 ର ଆନ୍ସର ତମର କଣ ରହିଲା? ତମର 46 ର ଆନ୍ସର ହଉଛି ଅପସନ ଡି। ବୁଝିହେଲା? ନେକ୍ସଟ ଦେଖ, 47 ତମକୁ ଦେଇଛି 6 ପ୍ଲସ୍ ରୁଟ୍ ଓଭର 6 ପ୍ଲସ୍ ରୁଟ୍ ଓଭର ପ୍ଲସ୍ 6 ର ରୁଟ୍ ଓଭର କଣ୍ଟିନ୍ୟୁ ହେଇ ଚାଲିଛି। ତ ଯେତେବେଳେ ଏମିତିଆ କୋଶ୍ଚିନ୍ ଦେଖୁଛ, ତମକୁ କିଛି ଚିନ୍ତା କରିବାର ନାହିଁ, କାରଣ ଏହାର ଗୋଟିଏ ଟ୍ରିକ୍ ରହିଛି। ଦେଖ, ତମର କାମ ହଉଛି ଯୋଉ ସଂଖ୍ୟାଟି ଦେଇଛି, ତମେ ତାକୁ ଦୁଇଟି କ୍ରମିକ ସଂଖ୍ୟାର ଗୁଣଫଳ ରୂପେ ପ୍ରକାଶ କରିବ। ତ ତମେ ସମସ୍ତେ ଜାଣିଛ ଯେ 6 ହଉଛି ତମର 2 ଗୁଣନ 3। ବୁଝିହେଲା? ଏବଂ ଯଦି ତମେ ପ୍ଲସ୍ ଚିହ୍ନଟି ଦେଖୁଛ ହେଲା,
ଯେତେବେଳେ ତମେ ପ୍ଲସ୍ ଚିହ୍ନଟା ଦେଖିବ ତମର ବଡ ସଂଖ୍ୟାକୁ ତମେ ଉତ୍ତର କରିଦବ। ବୁଝିପାରୁଛ? ତାହେଲେ ଏଠି ତମର ଆନ୍ସର ହବ ଅପସନ ବି 3। କ୍ଲିୟର? ଯଦି କ୍ୱେଶ୍ଚିନ୍ ଟା ତମର ଏମିତି ଦେଇଥାନ୍ତେ ଯେ 6 - 6 ଏମିତି କଣ୍ଟିନ୍ୟୁ ହେଇ ଚାଲିଥାନ୍ତା ହେଲା। ତମ କ୍ୱେଶ୍ଚିନ୍ ଏମିତି ଦେଇ ଦଉଛି ତାହେଲେ ତମର କାମ ହଉଛି ଯେ ତମେ କ୍ରମିକ ସଂଖ୍ୟାର ଗୁଣଫଳ ରୂପେ ପ୍ରକାଶ କରିଦବ। କିନ୍ତୁ ଯଦି ମାଇନସ ଟା ଦଉଛି ତମେ ଛୋଟ ସଂଖ୍ୟା ଟା ଉତ୍ତର କରିବ। ଏଠି ତମର ଆନ୍ସର ଟା 2 ହବ। ବୁଝିହେଲା? ତ ପ୍ରଥମ କାମ ହଉଛି କ୍ରମିକ ସଂଖ୍ୟାର ଗୁଣଫଳ ରୂପେ ପ୍ରକାଶ କରିଦବ। କଣ କରିବ ନା କ୍ରମିକ ସଂଖ୍ୟାର ଗୁଣଫଳ ରୂପେ ପ୍ରକାଶ କରିବ। ଯଦି ତମର ପ୍ଲସ ଚିହ୍ନ ରହୁଛି ତମେ ବଡ ସଂଖ୍ୟା ଟା ଉତ୍ତର କରିବ ହେଲା। ଯଦି ବିଯୁକ୍ତ ଚିହ୍ନ ଅଛି ତମେ କଣ କରିବ ନା ସାନ ସଂଖ୍ୟା ଟାକୁ ଉତ୍ତର କରିବ। ଏତିକି କଥା ବୁଝିହେଲା? ବୁଝିପାରିଲ ନା? ତ ଏମିତି ମନେ ରଖିବ ଯେ ଗୋଟେ ସଂଖ୍ୟା ଯଦି କିଛି ଯୁକ୍ତ କରୁଛ ସେଟା ବଡ ହେଇଯିବ ନା, ଏମିତି ଚିନ୍ତା କରିପାରିବ। ଯଦି ଗୋଟେ ସଂଖ୍ୟାରୁ କିଛି ମାଇନସ କରୁଛ ସେଟା କମିଯିବ ମାନେ ସାନ ହେଇଯିବ। କ୍ଲିୟର? ନେକ୍ସଟ ଦେଖ 48 ତମକୁ ଦେଇଛି ଏକ ସୁଷମ ଷଡଭୁଜର କ୍ଷେତ୍ରଫଳ 54√3 ବର୍ଗ ସେଣ୍ଟିମିଟର ହେଲେ ତାର ପ୍ରତ୍ୟେକ ବାହୁର ଦୈର୍ଘ୍ୟ କେତେ ହବ? ତ ଦେଖ ସୁଷମ ଷଡଭୁଜ ମାନେ ପ୍ରତ୍ୟେକ ବାହୁ ହଉଛି ତମର ଏ, ଏବଂ ତମେ ଲକ୍ଷ୍ୟ କରିବ ଯେ ଯଦି ସୁଷମ ଷଡଭୁଜକୁ ତମେ ଏମିତି ଯୋଗ କରିଦଉଛ ତାର ବିନ୍ଦୁ ମାନଙ୍କୁ, ଶୀର୍ଷ ବିନ୍ଦୁ ମାନଙ୍କୁ ଯଦି ଯୋଗ କରିଦଉଛ ସିଏ ତମର 6ଟା ସମବାହୁ ତ୍ରିଭୁଜରେ ପରିଣତ ହେଇଯିବ। ତ ତମେ ଚିନ୍ତା କରିବ ଯେ ସମବାହୁ ତ୍ରିଭୁଜର କ୍ଷେତ୍ରଫଳ ତମେ ସମସ୍ତେ ଜାଣିଛ ଯେ √3/4 a²। ତ ଏଥିରେ କେବଳ 6 ଗୁଣି ଦିଅ। ବୁଝିହେଲା ନା? ତ ଏଇଟାକୁ 2 ରେ କାଟିଲେ 2, ଏଇଟାକୁ କାଟିଲେ 3। କ୍ଲିୟର? ଏବଂ ସୁଷମ ଷଡଭୁଜର କ୍ଷେତ୍ରଫଳ, ସୁଷମ ଷଡଭୁଜର କ୍ଷେତ୍ରଫଳର ସୂତ୍ର ହଉଛି ତାହେଲେ 3√3/2 a²। ବୁଝିପାରିଲ? ତ ସୂତ୍ର ସମସ୍ତେ ମନେ ରଖିଦିଅ ଯେ ସୁଷମ ଷଡଭୁଜର କ୍ଷେତ୍ରଫଳର ସୂତ୍ର ହଉଛି 3√3/2 a²। କ୍ଲିୟର? ତାହେଲେ ଏଠି ଆମକୁ କଣ ଦେଇଛି ନା 3√3/2 a² ଟା ତମକୁ ଦେଇଛି 54√3। ବୁଝିହେଲା? ତ ଏଇଥିରୁ ତମେ ବର୍ତ୍ତମାନ ବାହୁ ଆରାମସେ କାଟି ଦେଇପାରିବ। a² ଟା ତମର ଏଇପଟେ ଥାଉ, ତମର 54√3 ଦୁଇଟା ସେପଟେ ମଲ୍ଟିପ୍ଲାଏ ହେଇଗଲା, 3√3 ଟା କଣ ହବ ନା ଡିଭାଇଡ ହେଇଯିବ। ବୁଝିହେଲା? ତାହେଲେ ଏଠି √3 କଟିଗଲା, ତମର ଇଏ କେତେ ଆସିବ 54 ଗୁଣନ 2 ମାନେ 108/3। 108/3 ମାନେ ତମର କେତେ ହେଇଯିବ ନା 36। ସରି, ହଁ 36 ଆସିବ ନା, ହଁ 36। ତ ଏଇଟା ହଉଛି ତମର a²। ହେଲା? ତମର a² ଟା ଯଦି 36 ଆସିଯାଉଛି ତାହେଲେ a କେତେ ଆସିବ? ଏଇଟା ତମର 36 ର ରୁଟ୍ ଓଭର ଆସିଯିବ ମାନେ ବର୍ଗମୂଳ। ତାହେଲେ କେତେ 6 ସେଣ୍ଟିମିଟର। ବୁଝିହେଲା? ତ ସି ହଉଛି କରେକ୍ଟ। ତ ତମକୁ କେବଳ ମନେ ରଖିବାର ଅଛି ଯେ ଗୋଟେ ସୁଷମ ଷଡଭୁଜର କ୍ଷେତ୍ରଫଳର ସୂତ୍ର ହଉଛି 3√3/2 a²। ବୁଝିହେଲା? ନେକ୍ସଟ ଦେଖ 49 ତମକୁ ଦେଲା ଯେ ABCD ଟ୍ରାପିଜିୟମରେ AB ସମାନ୍ତର CD। ଟ୍ରାପିଜିୟମ ମାନେ କଣ ସମସ୍ତେ ଜାଣିଛ, ଯାହାର ଏକ ଯୋଡା ବାହୁ ସମାନ୍ତର। ହେଲା? ଏକ ଯୋଡା ବାହୁ ହଉଛି ସମାନ୍ତର, ଏକ ଯୋଡା ବାହୁ ଅସମାନ୍ତର। ତ ଏଠି ଟ୍ରାପିଜିୟମ ନାଁ ମୁଁ ଦେଇଦେଲି ABCD। ତ AB ସମାନ୍ତର CD ଅଛି, AB ତମର ଅଛି 11, CD ତମର ଅଛି 7। ତମକୁ ଦେଇଛି AC କର୍ଣ୍ଣ ଏବଂ BD କର୍ଣ୍ଣ ଦ୍ୱୟର ମଧ୍ୟବିନ୍ଦୁକୁ ସଂଯୋଗ କରୁଥିବା ରେଖାଖଣ୍ଡର ଦୈର୍ଘ୍ୟ କେତେ ହବ? AC କର୍ଣ୍ଣ ଏବଂ BD କର୍ଣ୍ଣର ଦିଟା କର୍ଣ୍ଣ ଫାଷ୍ଟ ମୁଁ ଅଙ୍କନ କରିଦଉଛି। ତ ଏଇ କର୍ଣ୍ଣ ଦୁଇଟିର ମଧ୍ୟବିନ୍ଦୁକୁ ଯୋଗ କରୁଥିବା ରେଖାଖଣ୍ଡର ଦୈର୍ଘ୍ୟ କେତେ ସେଇଟା ତମକୁ ପଚାରିଛି। ତ ଏଇଟା ତମର ବୁକ୍ ରେ ଗୋଟେ ଉପପାଦ୍ୟ ମଧ୍ୟ ରହିଛି ଯେ ଯଦି ତମର କର୍ଣ୍ଣ ଦୁଇଟିର ମଧ୍ୟବିନ୍ଦୁକୁ ଏମିତି ଯୋଗ କରାଯିବ ତାହେଲେ ମନେକର ଏଇ ଲାଇନ ନାଁ ଟା ମୁଁ ଦେଇଦଉଛି EF। ହେଲା? ତ EF ର ଦୈର୍ଘ୍ୟ ଟା ତମର କେତେ ରହିବ ନା ସମାନ୍ତର ବାହୁଦ୍ୱୟର ଅନ୍ତରର ଅଧା। ତ ଏଠି ତମର AB ଟା କେତେ ଅଛି 11 ଅଛି, CD ଟା 7 ଅଛି, ନୁହେଁ କି? ଏମିଂ ଟା ମୁଁ ଟିକେ ଦେଖ, ଏଠି ତମର AB ସମାନ୍ତର CD ଦେଇଛି ନା,
ତ ଏଠି ମୁଁ ଅସମାନ୍ତର ବାହୁ ଦିଟା ନେଇଯାଇଥିଲି, ତ ଏମିତି ନେମିଂ କରିବନି। ତମର ଦେଇଛି AB ସମାନ୍ତର CD ଦେଇଛି, ତ ସେଇ ଅନୁସାରେ ନେମିଂ କରିଦବ ହେଲା। ତ ବର୍ତ୍ତମାନ ତମର ଦେଖ AB ଟା ତମର ଯେହେତୁ ବଡ ଅଛି ସେଇ ଯୋଗୁ ମୁଁ ତଳ ବାହୁଟା ତମର ନେଲି, ଏଇଟା 11 ଅଛି, CD ଟା ତମର 7 ଅଛି ହେଲା। ତ EF ର ଦୈର୍ଘ୍ୟ ହଉଛି ତମର କଣ ରହିବ ନା AB ମାଇନସ CD ବାଇ 2। ତାହେଲେ କେତେ ଆସିଯିବ ନା 11 ମାଇନସ 7 ବାଇ 2, 4 ବାଇ 2 ହଉଛି ତମର କେତେ ହବ ନା 2 ସେଣ୍ଟିମିଟର। ତାହେଲେ B ହଉଛି କରେକ୍ଟ। ତ ବୁକ୍ ରେ ଯୋଉ ସବୁ ଉପପାଦ୍ୟ ଅଛି ସେଗୁଡିକ ବି ତମକୁ ପ୍ରାକ୍ଟିସ କରିକି ଯିବାର ଅଛି, ଏମିତି କ୍ୱେଶ୍ଚିନ୍ ଆସିଯାଉଛି। କ୍ଲିୟର। ନେକ୍ସଟ ଦେଖିବା ତମର 50 ନମ୍ବର ଟା କଣ ଦେଇଛି। ତ 50 ନମ୍ବର କଣ କ୍ୱେଶ୍ଚିନ୍ ଦେଇଛି ପଢ। ତମକୁ ଦେଇଦେଲା ଯେ AB ରେ A ବିନ୍ଦୁର ସ୍ଥାନ ହଉଛି -2 8, B ବିନ୍ଦୁର ସ୍ଥାନ ହଉଛି -6 -4। ତାହେଲେ AB ର ମଧ୍ୟବିନ୍ଦୁର ସ୍ଥାନାଙ୍କ କେତେ ହବ? ଦେଖ ତମକୁ ଦେଇଦେଇଛି AB ଗୋଟେ ରେଖାଖଣ୍ଡ, A ର ସ୍ଥାନାଙ୍କ ତମକୁ ଦେଇଦେଲା -2 8, B ର ସ୍ଥାନାଙ୍କ ତମକୁ ଦେଇଦେଲା -6 -4। ତ ମଧ୍ୟବିନ୍ଦୁର ସ୍ଥାନାଙ୍କ କଣ ହୁଏ? ଦେଖ A ର ସ୍ଥାନାଙ୍କ ଯଦି ତମର x1 y1 ରହୁଛି ଏବଂ B ର ସ୍ଥାନାଙ୍କ ଯଦି x2 y2 ରହୁଛି, ତ ମଧ୍ୟବିନ୍ଦୁର ସ୍ଥାନାଙ୍କ ଯୋଉଟା କି ମନେକର ମୁଁ ନାଁ ଦେଇଦଉଛି C ନାଁ ଦଉଛି ହେଲା। ତ C ର ସ୍ଥାନାଙ୍କ ତମର କେତେ ହେଇଯିବ ନା x1 ପ୍ଲସ x2 ବାଇ 2 y1 ପ୍ଲସ y2 ବାଇ 2। ଏଇଟା ହଉଛି ତମର ସୂତ୍ର। ତାହେଲେ ତମେ କଣ କରିବ ନା ବର୍ତ୍ତମାନ ପକେଇ ଦିଅ। ତାହେଲେ ତମର ଏଇ ଯୋଉ C ପଏଣ୍ଟ ର ସ୍ଥାନଟା କେତେ ହେଇଯିବ ନା -2 ପ୍ଲସ -6 ବାଇ 2 8 ପ୍ଲସ -4 ବାଇ 2। କ୍ଲିୟର। ତ -2 -6 ମାନେ -8 ବାଇ 2, 8 ପ୍ଲସ -4 ହଉଛି ତମର 4 ବାଇ 2 ହେଲା। -8 ବାଇ 2 ହଉଛି -4, 4 ବାଇ 2 ହଉଛି ତମର 2। ବୁଝିହେଲା। ତ ଏଠି ତମର ଟିକେ ଅପସନ ଟିକେ ଭୁଲ ରହିଯାଇଛି, ତମର -4 ଏଇଟା ହବ ଆନ୍ସର ହେଲା। ଅପସନ ସି ହଉଛି କରେକ୍ଟ। କ୍ଲିୟର। ବୁଝିପାରିଲ ସମସ୍ତେ? ସୋ ମୁଁ ଆଶା କରୁଛି ଆଜିର ଭିଡିଓରେ ଆମେ ଯୋଉ ସବୁ କ୍ୱେଶ୍ଚିନ୍ ଆଲୋଚନା କଲେ ତମେ ପ୍ରତ୍ୟେକଟି କ୍ୱେଶ୍ଚିନ୍ ବୁଝିପାରିଥିବ ଏବଂ ତୁମର ସବୁ ଡାଉଟ୍ କ୍ଲିୟର ହେଇଯାଇଥିବ। ତ ଦେଖ ପିଲାମାନେ, ୱାଇଜି ଆପ୍ରେ ଆମର ଯୋଉ ବ୍ୟାଚ୍ ଅଛି ସେଇ ବ୍ୟାଚ୍ ଜଏନ୍ ହେବାକୁ ତମେ ଏଇ ନମ୍ବରରେ ମତେ ମେସେଜ କରିପାରିବ, ଯାହାଦ୍ୱାରା କି ତମକୁ ମୁଁ ତମ ମାନେ ବ୍ୟାଚ୍ ଲିଙ୍କଟା ସେୟାର କରିବି। ଏବଂ ବର୍ତ୍ତମାନ ଏହାର ପ୍ରାଇସ୍ ପୁରା କମିଯାଇଛି, ମାତ୍ର 49 ଅଛି। ତ ବହୁତ କମ୍ ପ୍ରାଇସ୍ରେ ତମେ ଚାପ୍ଟର ୱାଇଜ୍ ଭିଡ଼ିଓ ତମର ସବୁ ଦେଖିପାରିବ ଏବଂ ଇମ୍ପୋର୍ଟାଣ୍ଟ ନୋଟ୍ସ ଏବଂ ଫର୍ମୁଲା ସିଟ୍ ତମକୁ ମିଳିଯିବ। କ୍ଲିୟର। ଏବଂ ଆପ୍ରେ ଡେଲି ଟେଷ୍ଟ ବି ତମେ ଆଟେଣ୍ଡ କରିପାରିବ ଏବଂ ଟେଲିଗ୍ରାମରେ ମଧ୍ୟ ତମର ଡେଲି କରାଯାଉଛି କୁଇଜ୍। ଓକେ। ଏବଂ ତମର ଯାହା ସବୁ ଡାଉଟ୍ ଅଛି ସେଗୁଡ଼ିକ ମଧ୍ୟ ତମେ ପଚାରି ପାରିବ। କ୍ଲିୟର। ଯାହା ବି ତମର ଡାଉଟ୍ ଅଛି, ପୂର୍ବବର୍ଷ କ୍ୱେଶ୍ଚିନ୍ କିମ୍ବା ତମର କିଛି ବୁକ୍ର କ୍ୱେଶ୍ଚିନ୍ ଡାଉଟ୍ ଅଛି, ସବୁ କ୍ୱେଶ୍ଚିନ୍ ତମେ ଏଠି ପଚାରି ପାରିବ। ତ PMST ଏକ୍ଜାମରେ କ୍ଲିୟର କରିବା ଲାଗି ଯାହା କିଛି ତମର ଦରକାର ଏଇ ବ୍ୟାଚରେ ତମକୁ ମିଳିଯିବ। ତ ନିଶ୍ଚିତ ଭାବରେ ତୁମେ ପରୀକ୍ଷା ବହୁତ କମ୍ ଦିନ ଅଛି, এই ବ୍ୟାଚରେ ଜଏନ୍ ହେଇକି ପଢ଼ାପଢ଼ି ଷ୍ଟାର୍ଟ କରିଦିଅ। 15-20 ଦିନ ମଧ୍ୟ ତମେ ପରୀକ୍ଷା ପାଇଁ ଭଲ ରୂପେ ପ୍ରିପାରେସନ୍ କରିଦେଇ ପାରିବ। କ୍ଲିୟର। ସୋ ଦେଖା ହେବା ନେକ୍ସଟ ଭିଡ଼ିଓରେ। ସମସ୍ତେ ଆଜିର ଭିଡ଼ିଓରେ ଯଦି କିଛି ଡାଉଟ୍ ଅଛି କମେଣ୍ଟ କର। ସୋ ସମସ୍ତଙ୍କୁ ପରୀକ୍ଷା ପାଇଁ ବେଷ୍ଟ ଅଫ୍ ଲକ୍। ଥ୍ୟାଙ୍କ ୟୁ।